ଆଜି ଆମେ ଆଲୋଚନା କରିବା ଚମ୍ପୁ କାହାକୁ କୁହାଯାଏ ଓ ଏହାର ବିଶେଷତ୍ୱ କ'ଣ। ଠିକ୍ ଅଛି, ତ ଏଇଟା ଆମର +3 ଫାର୍ଷ୍ଟ ସେମିଷ୍ଟାର କୋର୍ ପେପର୍ 2ର ୟୁନିଟ୍ 4ରେ ରହିଅଛି। ଏହି ଇମ୍ପୋର୍ଟାଣ୍ଟ ଲଙ୍ଗ୍ କ୍ୱେଶ୍ଚନଟି ଚମ୍ପୁ କାହାକୁ କୁହାଯାଏ ଓ ଏହାର ବିଶେଷତ୍ୱ। ତ ଚାଲନ୍ତୁ ପଢ଼ିବା ଆଗରୁ ଫାର୍ଷ୍ଟ ମୁଁ କହିଦେବାକୁ ଚାହୁଁଛି କି ଯେଉଁମାନେ ନୂଆ କରି ଚ୍ୟାନେଲକୁ ଆସିଛନ୍ତି ନିଶ୍ଚିତ ଲାଇକ୍ କରି ସେୟାର କରିଦିଅନ୍ତୁ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ। ଠିକ୍ ଅଛି, ତ ଏବଂ ଆପଣମାନଙ୍କ ସାଙ୍ଗମାନଙ୍କୁ ବି ନିହାତି ସେୟାର କରିଦିଅନ୍ତୁ, ଯାହାଫଳରେ ସେମାନେ ପଢ଼ିବା ପାଇଁ ସହଯୋଗ ପାଇପାରିବେ। ତ ଚାଲନ୍ତୁ ଆମେ ଏବେ ଭିଡ଼ିଓଟିକି ଷ୍ଟାର୍ଟ କରିବା। ଚମ୍ପୁ କାହାକୁ କୁହାଯାଏ, ଏହାର ବିଶେଷତ୍ୱ କ'ଣ। ଠିକ୍ ଅଛି, ଚାଲନ୍ତୁ। ଗଦ୍ୟ ପଦ୍ୟ ମିଶ୍ରିତ ବାକ୍ୟକୁ ଗଦ୍ୟ ପଦ୍ୟ ମିଶ୍ରିତ କାବ୍ୟକୁ ଚମ୍ପୁ କୁହାଯାଏ। ବୁଝିପାରିଲେ, ଗଦ୍ୟ ଓ ପଦ୍ୟ ମିଶ୍ରିତ କାବ୍ୟକୁ ଚମ୍ପୁ ବୋଲି କୁହାଯାଇଥାଏ। ଗଦ୍ୟାଂଶ ବର୍ଣ୍ଣନାତ୍ମକ, ପଦ୍ୟାଂଶ ଭାବାତ୍ମକ ହୋଇଥାଏ। ଗଦ୍ୟାଂଶଟି ବର୍ଣ୍ଣନାତ୍ମକ ଓ ପଦ୍ୟାଂଶଟି ଭାବାତ୍ମକ ହୋଇଥାଏ। ତ୍ରିବିକ୍ରମ ଭଟ୍ଟଙ୍କ ନଳଚମ୍ପୁ ସର୍ବପ୍ରାଚୀନ ଚମ୍ପୁ କାବ୍ୟ। ତ୍ରିବିକ୍ରମ ଭଟ୍ଟଙ୍କ ନଳଚମ୍ପୁ ହେଉଛି ସବୁଠାରୁ ପ୍ରାଚୀନ ଚମ୍ପୁ କାବ୍ୟ ଅଟିଥାଏ। ଠିକ୍ ଅଛି, ତ ଏଇଟା ସର୍ଟ କ୍ୱେଶ୍ଚନ୍ ଆସିପାରେ, ନିହାତି ନୋଟ୍ କରିଦେବେ। ତ୍ରିବିକ୍ରମ ଭଟ୍ଟଙ୍କ ନଳଚମ୍ପୁ କୁ କ'ଣ କୁହାଯାଏ? ସର୍ବପ୍ରାଚୀନ ଚମ୍ପୁ କାବ୍ୟ। ବୁଝିପାରିଲେ, ଏହି କାବ୍ୟରେ 7ଟି ବିଭାଗ ଅଛି। ନଳ ଦମୟନ୍ତୀଙ୍କ ବିଖ୍ୟାତ ପ୍ରଣୟ କାହାଣୀ ଏହି ଚମ୍ପୁର ବିଷୟବସ୍ତୁ। ଐତିହାସିକମାନଙ୍କ ମତରେ ଚମ୍ପୁ କାବ୍ୟ ଗଦ୍ୟ ପଦ୍ୟମୟ ହେଲେ ମଧ୍ୟ ଗଦ୍ୟ ପଦ୍ୟର ପ୍ରୟୋଗ ମାତ୍ର ପ୍ରୟୋଜନ ନିଶ୍ଚିତ ନୁହେଁ। ଏହା ବ୍ୟତୀତ ଚମ୍ପୁ କାବ୍ୟର ରସ ସମ୍ବନ୍ଧରେ କୌଣସି ବନ୍ଧନ ନାହିଁ। ଚମ୍ପୁ କାବ୍ୟରେ ନାୟକ ଦେବତା, ଗନ୍ଧର୍ବ ରାଜ୍ୟ, ଋଷି, ମୁନି, ବିଦ୍ୱାନ, ଆଚାର୍ଯ୍ୟ ମାନଙ୍କ ମଧ୍ୟରୁ କୌଣସି ଏକ ଜାତିର ହୋଇପାରନ୍ତି। ଚମ୍ପୁ କାବ୍ୟରେ ପ୍ରତି ନାୟକର ବ୍ୟବସ୍ଥା କେତେକ ସ୍ଥାନରେ ଥାଏ, କେତେକ ସ୍ଥାନରେ ମଧ୍ୟ ନଥାଏ। ନାୟିକା ରାଜକନ୍ୟା ମାନଙ୍କ ଠାରୁ ଆରମ୍ଭ କରି ଭିନ୍ନ କନ୍ୟା ପର୍ଯ୍ୟନ୍ତ ହୋଇପାରେ ବା ହୋଇ ନପାରେ। ଅନ୍ୟ ପାତ୍ର ଦେବ ଅସୁର ଠାରୁ ଆରମ୍ଭ କରି ଅନ୍ୟ ଶ୍ରେଣୀୟ ହୋଇପାରନ୍ତି। ଚମ୍ପୁ କାବ୍ୟର ପ୍ରାରମ୍ଭରୁ କବି ପରିଚୟ ବର୍ଣ୍ଣନା କିମ୍ବା ନାୟକର ବର୍ଣ୍ଣନା ପ୍ରାୟ ସମାନ ହୋଇଥାଏ। ଏହାର ନିର୍ଣ୍ଣୟ ପ୍ରବନ୍ଧ କାବ୍ୟ, ନାଟକ, ଖଣ୍ଡକାବ୍ୟ ଆଦି ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥାଏ। ଆଚାର୍ଯ୍ୟ ବିଶ୍ୱନାଥ କବିରାଜଙ୍କ ମତରେ ଗଦ୍ୟ ପଦ୍ୟମୟ କାବ୍ୟ ଚମ୍ପୁ ଚରିତ୍ରାୟତ୍ତ ନୟତେ, ଅର୍ଥାତ୍ ଗଦ୍ୟ ପଦ୍ୟର ସମ୍ମିଶ୍ରଣରେ ଯେଉଁ କାବ୍ୟ ରଚିତ ହୁଏ ତାହାକୁ ଚମ୍ପୁ କାବ୍ୟ କୁହାଯାଏ। ବୁଝିପାରିଲେ, ଫାର୍ଷ୍ଟରୁ ବି ମୁଁ କହିଛି ଗଦ୍ୟ ପଦ୍ୟର ମିଶ୍ରଣରେ ଚମ୍ପୁ କାବ୍ୟଟି ସଂଗଠିତ ହୋଇଥାଏ। ପଦ୍ୟର କ୍ରମକାନ୍ତି ଓ ସାଙ୍ଗୀତିକତା, ସାଦିହ ଗଦ୍ୟର ପୌରୁଷ ଓ ଉର୍ଜିଶ୍ୱଳତାର ଊର୍ଦ୍ଧ୍ୱରେ ସଂଗତି ହୋଇ ଅନ୍ଧ ନାରୀଶ୍ୱର ରୂପେ ଚମ୍ପୁ କାବ୍ୟ ଉଦ୍ଭବ ହୋଇଛି। ଚମ୍ପୁ କାବ୍ୟରେ ଭାବାତ୍ମକ ବିଷୟ ସବୁ ପଦ୍ୟ ମାଧ୍ୟମରେ ଓ ବର୍ଣ୍ଣନାତ୍ମକ ବିଷୟ ସବୁ ଗଦ୍ୟ ମାଧ୍ୟମରେ ଚମ୍ପୁ କାବ୍ୟରେ ରୂପରେଖ ନେଇଥାଏ। ଦ୍ୱିତୀୟ ବିକ୍ରମାଦିତ୍ୟଙ୍କ ଠାରୁ ଗଦ୍ୟ ପଦ୍ୟର ସଂଯୋଗରେ କାବ୍ୟ ରଚିତ ହୋଇଛି। ଆର୍ଯ୍ୟ ଶୂରଙ୍କ ଠାରୁ ଯାଦକମାନେ ଏହାର ଏକ ଜ୍ୱଳନ୍ତ ଉଦାହରଣ, କିନ୍ତୁ ଏଥିରେ କାବ୍ୟର ଲକ୍ଷଣ ସମ୍ପୂର୍ଣ୍ଣ ଭାବେ ପ୍ରକାଶ ପାଉଥିବାରୁ ଏହାକୁ ଚମ୍ପୁ କାବ୍ୟର ଆଖ୍ୟା ଦିଆଯାଇପାରିବ ନାହିଁ। ତଥାପି ଚମ୍ପୁ କାବ୍ୟର ପୂର୍ବ ଅବସ୍ଥା ବୋଲି କୁହାଯାଇପାରେ। 10ମ ଶତାବ୍ଦୀ ଠାରୁ ଚମ୍ପୁ କାବ୍ୟ ଅମର ଦୃଷ୍ଟିଗୋଚର ହୋଇଛି। 10ମ ଶତାବ୍ଦୀ ଠାରୁ ଚମ୍ପୁ କାବ୍ୟଟି ଆମର ଦୃଷ୍ଟିଗୋଚର ହୋଇଛି। ବୁଝିପାରିଲେ, ତାହେଲେ ଦେଖିବା ଚମ୍ପୁର ଲକ୍ଷଣ କ'ଣ ସବୁ ରହିଅଛି। 1ରେ ଚମ୍ପୁ କାବ୍ୟ ଗଦ୍ୟ ପଦ୍ୟମୟ ଅଟେ। 2ରେ ଏହା ଅଙ୍କଯୁକ୍ତ। 3ରେ ଏହା ଉଶ୍ଚାସରେ ବିଭକ୍ତ। 4ରେ ଏଥିରେ କୌଣସି ଉକ୍ତି ବା ପ୍ରତିଭକ୍ତି ଦୃଷ୍ଟିଗୋଚର ହୁଏ ନାହିଁ। 5ରେ ବିସମ୍ବକ ଆଦି ଶୂନ୍ୟ ଅଟେ। ତଥାପି ଚମ୍ପୁକୁ ଅନୁଧ୍ୟାନ କଲେ ଜଣାଯାଏ ଏହା ଗଦ୍ୟ ପଦ୍ୟାତ୍ମକ ରଚନା ବ୍ୟତିରେକ ଅନ୍ୟ କୌଣସି ବିଶେଷ ଲକ୍ଷଣ ଦୃଷ୍ଟିଗୋଚର ହୁଏ ନାହିଁ। ଓଡ଼ିଆ ଚମ୍ପୁର ସ୍ୱରୂପ କ'ଣ କ'ଣ ରହିଅଛି ଦେଖିବା। ଓଡ଼ିଆ ଚମ୍ପୁ ଗୁଡ଼ିକ ମୁଖ୍ୟତଃ ଚଉତିଶା ରୂପରେ ରଚିତ ହୋଇଥାଏ, ଅର୍ଥାତ୍ କ ଠାରୁ କ୍ଷ ପର୍ଯ୍ୟନ୍ତ 34 ଗୋଟି ବ୍ୟଞ୍ଜନ ବର୍ଣ୍ଣକୁ
କ୍ରମାନ୍ୱୟ ଭାବରେ ବ୍ୟବହାର କରି 34ଟି ଚୌପଦୀ ଏଥିରେ ସନ୍ନିବେଶିତ କରାଯାଇଛି। ଗୋଟିଏ ବ୍ୟଞ୍ଜନ ବର୍ଣ୍ଣକୁ ନେଇ ଗୋଟିଏ ଗୀତ ସୃଷ୍ଟି ଓ ସେହି ଗୀତର ଚରଣ ଆରମ୍ଭରୁ ଗୋଟିଏ ବ୍ୟଞ୍ଜନ ଦ୍ୱାରା ଆବୃତ ହୋଇ ପରିସମାପ୍ତିରେ ମଧ୍ୟ ସେହି ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟଞ୍ଜନ ବର୍ଣ୍ଣରେ ଶେଷ ହୋଇଥାଏ। ସାଧାରଣତଃ ଚଉତିଶା ଓ ଚମ୍ପୁ ମଧ୍ୟରେ ପାର୍ଥକ୍ୟ ହେଉଛି ସାଧାରଣତଃ ଚଉତିଶା ଗୁଡ଼ିକରେ ରାଗ ବା ବୃତ୍ତ ରହିଥାଏ, ମାତ୍ର ଚମ୍ପୁର ଚଉତିଶା ଗୀତରେ ଚୌପଦୀ ଗୁଡ଼ିକ ରାଗରାଗିଣୀ ଯୁକ୍ତ ହୋଇଥାଏ। ଫଳରେ ସାଧାରଣ ଚଉତିଶା ଗାୟନଠାରୁ ଚମ୍ପୁର ଆବୃତ୍ତି ଅଧିକ ବୈଚିତ୍ର୍ୟମଣ୍ଡିତ ଓ ଶ୍ରୁତିମଧୁର ହୋଇଥାଏ। କେତେକ ଓଡ଼ିଆ ଚମ୍ପୁରେ ଖଣ୍ଡବାକ୍ୟ ସୁଲଭ ଏକ ନିର୍ଦ୍ଦିଷ୍ଟ ଘଟଣା ବା କଥାବସ୍ତୁ ନଥାଏ। ଉଦାହରଣ ସ୍ୱରୂପ ଲାଲମୋହନ ପଟ୍ଟନାୟକଙ୍କ ଜୀବନ ଚମ୍ପୁ। ଏଥିରେ ଶାକ୍ତ ରସର ପ୍ରୟୋଗ ବିଧିରେ ଗଦ୍ୟାଂଶ ସହିତ 34ଟି ଉକ୍ତି ଗୀତିକା ସନ୍ନିବେଶିତ ହୋଇଛି। ଅପରପକ୍ଷରେ କିଶୋରଚନ୍ଦ୍ର ନନ୍ଦଙ୍କ ଚମ୍ପୁରେ କଥାବସ୍ତୁର ଦୀର୍ଘ ବା ଜଟିଳ ରୂପ ନାହିଁ, ଅର୍ଥାତ୍ ଏହାର କଥାବସ୍ତୁ ସରଳ ହେଲେ ମଧ୍ୟ ଚମତ୍କାରିତା କୌଶଳ ପ୍ରଦର୍ଶନ କରିବା ପାଇଁ କବିସୂର୍ଯ୍ୟ କଥାବସ୍ତୁ ବିନ୍ୟାସ କରିଛନ୍ତି, ଯାହା ଫଳରେ ଗୀତର ଚମତ୍କାର ଭଙ୍ଗୀ ବେଶ୍ ପ୍ରତିପାଦ୍ୟ ହୋଇଛି। ଓଡ଼ିଆ ଚମ୍ପୁର ବିଶେଷ କରି କିଶୋରଚନ୍ଦ୍ରାନନ୍ଦ ଚମ୍ପୁର ଆରମ୍ଭରେ ଖଣ୍ଡବାକ୍ୟ ସଦୃଶ ଇଷ୍ଟଦେବ ରାଧାକୃଷ୍ଣଙ୍କୁ ନମସ୍କାର ଜଣାଣ ମଙ୍ଗଳାଚରଣ କରାଯାଇଛି। ଏହାପରେ ରାଧା, ଲଳିତା, ଶ୍ରୀକୃଷ୍ଣ ପ୍ରମୁଖଙ୍କର ସଙ୍ଗୀତମୟ ସଂଳାପ ବା ଉକ୍ତି ପ୍ରତିଭକ୍ତି ମଧ୍ୟରେ କାବ୍ୟର କଥାବସ୍ତୁ ଗତିଶୀଳ ହୋଇଛି। କେବଳ ମ ଗୀତରେ ରାଧାକୃଷ୍ଣଙ୍କର ମିଳନ ବର୍ଣ୍ଣନା କରାଯାଇଛି ଓ କ୍ଷ ଗୀତରେ କାବ୍ୟ ସମାପ୍ତିରେ ଇଷ୍ଟଦେବଙ୍କୁ ପ୍ରଣାମ କରାଯାଇଛି। ଓଡ଼ିଆ ଚମ୍ପୁ ଗୁଡ଼ିକରେ ବିଶେଷ କରି ରାଧାକୃଷ୍ଣଙ୍କର ପ୍ରଣୟଲୀଳାଧର୍ମୀ ସମ୍ଭୋଗ ଶୃଙ୍ଗାର ରସର ପରିଚର୍ଯା କରାଯାଇଛି। ବିପ୍ରଲମ୍ଭ ଶୃଙ୍ଗାରର ପ୍ରଭାବ ଅତ୍ୟନ୍ତ କ୍ଷୀଣ ଓ ନଚନୀୟ। ଏ ଦିଗରେ ଓଡ଼ିଆ ଚମ୍ପୁ କର୍ତ୍ତାଗଣ ଜୟଦେବଙ୍କ ଅପେକ୍ଷା ଅଧିକ ସଂଯମ ଓ ମିତ୍ରାଚାର ଅବଲମ୍ବନ କରିଛନ୍ତି। ତାପରେ ଦେଖିବା ସାଧାରଣତଃ ଚମ୍ପୁର ବିଶେଷତ୍ୱ ହେଉଛି ଯେପରି ଭାବବୋଧକ ସେହିପରି ମଧ୍ୟ ସୁମଧୁର ସ୍ୱରସମ୍ମିଳିତ ସଙ୍ଗୀତ। ଓଡ଼ିଆ ଚମ୍ପୁ କର୍ତ୍ତାଗଣ ଭିନ୍ନ ଭିନ୍ନ ରାଗରାଗିଣୀରେ ପରିବେଷଣ କରିବା ପାଇଁ ସଙ୍ଗୀତ ଶାସ୍ତ୍ର ନିର୍ଦ୍ଦେଶାନୁସାରେ ବିଭିନ୍ନ ରାଗର ପ୍ରୟୋଗ କରିଥାନ୍ତି। ଏହି ଦୃଷ୍ଟିରୁ ଦେଖିଲେ ଚମ୍ପୁ ଗୁଡ଼ିକ ହେଉଛି ଓଡ଼ିଶୀ ପ୍ରକୃତିରେ ଏକ ଶାସ୍ତ୍ରୀୟ ସଙ୍ଗୀତ। ଓଡ଼ିଆ ଚମ୍ପୁ ଗୁଡ଼ିକରେ ଭାବ ଉପଯୋଗୀ ଭାଷା ବିନ୍ୟାସରେ ସହଜ, ଉଚ୍ଚାରଣଯୋଗ୍ୟ ଏବଂ ଶ୍ରାବଣ ସୁଖଦାୟୀ ମଧୁର ଓ କୋମଳ ଭାଷାର ବ୍ୟବହାର କରାଯାଏ। 8 ଦେଖିବା ଓଡ଼ିଆ ଚମ୍ପୁ ଗୁଡ଼ିକ ବିଷୟବସ୍ତୁ ଦୃଷ୍ଟିରୁ ଉକ୍ତିମୂଳକ, ରାଧାକୃଷ୍ଣ ଲୀଳାତ୍ମକ, ସାମାଜିକ ଓ ପରିହାସାତ୍ମକ ଚମ୍ପୁ ଭେଦରେ ବିଭାଗ କରାଯାଇଥାଏ। ଯେଭଳି ଭାବେ ଉକ୍ତିମୂଳକ, ସାମାଜିକ ଓ ପରିହାସ ଚମ୍ପୁର ପ୍ରକାରଭେଦ କ'ଣ କ'ଣ ଅଛି ଦେଖିବା। ଏହି ସର୍ବପ୍ରାଚୀନ ଚମ୍ପୁ କାବ୍ୟକୁ ତ୍ରିବିକ୍ରମ 915 ଖ୍ରୀଷ୍ଟାବ୍ଦରେ ରାଷ୍ଟ୍ରକୂଟବଂଶୀୟ ରାଜା ତୃତୀୟ ଇନ୍ଦ୍ରଙ୍କ ସଭାରେ ରଚନା କରିଥିଲେ। ବୁଝିପାରିଲେ, ଏଇଟା ସର୍ଟ କୋଶ୍ଚେନ୍ ଆସିପାରେ, ନିହାତି ନୋଟ୍ କରିଦିଅନ୍ତୁ। ଏହି ସର୍ବପ୍ରାଚୀନ ଚମ୍ପୁ କାବ୍ୟକୁ ତ୍ରିବିକ୍ରମ 915 ଖ୍ରୀଷ୍ଟାବ୍ଦରେ ରାଷ୍ଟ୍ରକୂଟବଂଶୀୟ ରାଜା ତୃତୀୟ ଇନ୍ଦ୍ର ସଭାରେ ରଚନା କରିଥିଲେ। ଏହି କବିଙ୍କ ପିତା ପ୍ରଭାସରେ ଥିବା ସମୟରେ ଅନ୍ୟ ଜଣେ କବି ତ୍ରିବିକ୍ରମ ଇଟୁଙ୍କୁ ସ୍ୱୟଂ କାବ୍ୟ ପ୍ରତିଭା ପ୍ରଦର୍ଶନ କରିବାକୁ ଆହ୍ୱାନ କରିଥିଲେ। ଏହି ଆହ୍ୱାନରେ ପ୍ରତ୍ୟୁତ୍ତରରେ ସାରସ୍ୱତଙ୍କ ଦ୍ୱାରା ବରପ୍ରାପ୍ତ ହୋଇ ଏହି ନଳଚମ୍ପୁ କାବ୍ୟ ରଚନା କରାଯାଇଥିଲା। ଉପସଂହାର ଦେଖିବା। ବାସ୍ତବରେ ଲୋକପ୍ରିୟତା ଯଦି କାବ୍ୟ ସଫଳତାର ମାପକାଠି ହୁଏ, ତେବେ ଚମ୍ପୁ ହେବ ତାର ସଫଳ ପ୍ରୟୋଗ ରୀତି।
ଯୁଗୀୟ କବିଙ୍କ ମାନସିକତାର ପ୍ରଲେପ ମଧ୍ୟରେ ଅପୂର୍ବ ରାଗ ରାଗିଣୀ ସ୍ୱରଲହରୀ ମଧ୍ୟରେ ମାଧୁର୍ଯ୍ୟମୟ କଥା ବସ୍ତୁର ପ୍ରଭାବରେ ରସିକ ପ୍ରାଣର ଉତ୍ସାହ ନେଇ ନାଟକୀୟ ଭାବେ ଗଦ୍ୟ ପଦ୍ୟ ଅପୂର୍ବ ଶୈଳୀ ସହିତ ପାଣ୍ଡିତ୍ୟ ପରାକାଷ୍ଠ୍ୟ ଦେଖାଇବା ପରମ୍ପରାରେ ତାର ଏକ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରିବାରେ ସମର୍ଥ ହୋଇଛି। ଏହାକୁ ଆମକୁ ସ୍ୱୀକାର କରିବାକୁ ପଡ଼ିବ। ଏଇଠି ଆମର ଶେଷ ହେଇଯାଇଛି ଚମ୍ପୁ କାହାକୁ କୁହାଯାଏ ଏବଂ ଏହାର ବିଶେଷତ୍ୱ କ'ଣ କ'ଣ ରହିଲା ଆଉ ଏବଂ ପ୍ରକାର ବୋଧେ ବି ଆମେ ଆଲୋଚନା କଲେ। ତ ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଛି ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ କେଉଁଠି ବି ଯଦି ତ୍ରୁଟି ରହିଯାଇଥାଏ ଯେଉଁ ଆପଣମାନେ ନ ବୁଝିପାରିଥାନ୍ତି ତାହେଲେ ନିହାତି କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ପର କ୍ଲାସ୍ରେ ମୁଁ ତାକୁ ଆଲୋଚନା କରିଦେବି। ତ ରହିଲି, ଜୟ ଜଗନ୍ନାଥ।